ओं नमः भगवते वासुदेवाय। भक्त शरण आध्यात्मिक चैनल को मोर प्रिय भाई भौणी मानू गुरुजन मानू अनंत कोटि प्रणाम जनाई मु श्री भक्त वत्सल प्रधान आज आपण मानक पई सुंदर कहानी टे रही दुर्वासा मुनि कौन पई अप्सरा उर्वशी को अभिशाप देले आसंतु जानिबा। सही अप्सरा महान सौंदर्यमय रूप को धारण करथिले। आपण माने जानिचंती स्वर्गर अप्सरा उर्वशी अतीव रमणीया। मनरे अहंग आसिला जहा फलरे दुर्वासा मुनि अभिशाप देले। निश्चित भाव में तुमर अहं एते मात्रा रे बढ़ी जाइछि, मु तुमको अभिशाप देली घोड़ार रूप को धारण कर। जेतेबेले ए अभिशापटी अप्सरा पाइले मन दुख कले, हे महात्मा कौन कले मु एई अभिशापरू मुक्ति पाइबी। अद्भुतमय अभिशाप दिन रे घोड़ा एवं रातिले सुंदरी रमणीया नारी रूपरे रूपांतरित हेबे। दुर्वासा मुनि अति चमत्कार भाव में कही जो दिन रे अष्ट शक्ति को दर्शन करिब सेई दिन रे तुमर अभिशाप मोचन घटिब, मुक्ति पाइब। अति मन दुखरे से अप्सरा मर्त्यपुर रे भ्रमण करुथिले। दिन रे घोड़ा राति रे सुंदर नारी। से घोड़ाटी भ्रमण करुथिले। ठीक यही समय रे जादव माने भ्रमण करुथिले। देखिले अद्भुतमय घोड़ाटी बन रे चरुचंती। कौन करिवे बंदी करी रखिले एवं निजर कार्य करिबारे व्यस्त रहउथिले। जेतेबेले संध्या होई गला सेई घोड़ाटी सुंदर रमणीया नारी रूपरे रूपांतरित होई गले। जादव माने खोजिबा को आरंभ कले। आमे जो घोड़ाटी बंदी करिथिलु कुआडे गला खोजिबा को आरंभ कले। सेपटे राजा दांडी सही अद्भुतमय रमणीया नारी को देखी अपहरण कले एवं विवाह कले। दिन रे घोड़ा राति रे रमणीया पत्नी रूपले समय अतिबाहित करुथांती। इतिमध्य रे जादव माने जानिगले राजा दंडी आमर घोड़ा को अपहरण करिसंती। युद्ध करिवा पई घोषणा कले। जेतेबेले युद्ध करिवा पई घोषणा कले जादवंकर शक्ति अधिका ना। परम वीर माने उपस्थिति जाहिर करिथिले। राजा पारिबे कि भयरे निजर राज्य पत्नी पुत्र मान को त्याग कले एवं कौन करिवे सेई उर्वशी अप्सरा ना से घोड़ा को साथी ले धरी समुद्र कूल रे बसी थांती एवं कांदिबा को लागिले। एई बळी समय अतिबाहित हेउथिला। नारद मुनि सब किछि जानुथिले ना। नारद मुनि चिंतन कले ना मुई दंडी राजांकर सुरक्षा प्रदान करिबी एवं उर्वशी अभिशाप पाइचंती से मध्य मुक्ति पाइबार समय आसी सारिछि। सुभद्रा माता को कहले जदि आज समुद्र बेलाभूमि की गमन करिब जदि जड़े किसी आपण को मागिबे ना प्रदान करिब निश्चित भाव में तुमर पुण्य
ଅତି ମାତ୍ରାରେ ବଢ଼ିଯିବ। ଭଗବାନ ତୁମ ଉପରେ ପ୍ରସନ୍ନ ହେବେ, ଖୁସି ହେବେ। ନାରଦ ମୁନି ସୁଭଦ୍ରା ମାତାଙ୍କୁ ଏ କଥାଟି କହିଲେ। ସୁଭଦ୍ରା ମାତା କ'ଣ କରିବେ? ସମୁଦ୍ର ବେଳାଭୂମିକି ଗଲେ। ସେପଟେ ଦଣ୍ଡି ରାଜା ପୂର୍ବରୁ ନାରଦ ମୁନିକୁ ସମସ୍ତ କଥା କହିଥିଲେ। ନାରଦ ମୁନି କ'ଣ କହିଲେ? ହଁ, ଜଣେ ହିଁ ସମାଧାନ କରିପାରିବେ। ଯେତେବେଳେ ସୁଭଦ୍ରା ମାତା ଆସିବେ ତାଙ୍କ ନିକଟରେ ସମସ୍ତ କଥା କହିବ, କାନ୍ଦିବ, ପ୍ରକାଶ କରିବ, ନିଶ୍ଚିତ ଭାବରେ ସେ ତୁମକୁ ରକ୍ଷା କରିବେ। ନାରଦ ମୁନି ରାଜାଙ୍କୁ କହିଲେ, ସେପଟେ ସୁଭଦ୍ରା ମାତାଙ୍କୁ କହିଲେ। ଯେତେବେଳେ ସୁଭଦ୍ରା ମାତା ପହଞ୍ଚିଗଲେ ସେହି ସମୁଦ୍ର କୂଳରେ, ଦାଣ୍ଡି ରାଜା ସମସ୍ତ କଥା କହିଲେ। ସୁଭଦ୍ରା ମାତା ମା ନା, ହୃଦୟ କୋମଳ, ସ୍ନେହମୟୀ, କରୁଣାମୟୀ, ମମତାମୟୀ ମାତା ଶପଥ କଲେ, ଠିକ୍ ଅଛି, ମୁଁ ତୁମକୁ ସୁରକ୍ଷା ପ୍ରଦାନ କରିବି। ଛାଡ଼, ମୋର ପାଦକୁ ଛାଡ଼। ନିଶ୍ଚିତ ଭାବରେ ତୁମର ଜୀବନ ରକ୍ଷା ଦାୟିତ୍ୱ ମୋର। ମୁଁ ତୁମକୁ ସୁରକ୍ଷା ପ୍ରଦାନ କରିବି। ବଚନ ଦେଲେ, ଶପଥ କଲେ। ଯେତେବେଳେ ସୁଭଦ୍ରା ମାତା ନିଜର ଗୃହ ମଧ୍ୟରେ ପ୍ରବେଶ କଲେ, ତାଙ୍କର ପତି ଦେବ କିଏ? ଅର୍ଜୁନ। ଅର୍ଜୁନକୁ ସମସ୍ତ କଥା କହିଲେ। ଦେଖ, ଏଇଭଳି ପ୍ରକ୍ରିୟା ଚାଲିଛି। ଯାଦବମାନେ ଆକ୍ରମଣ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ନିଶ୍ଚିତ ଭାବରେ ତୁମର ଦାୟିତ୍ୱ ସୁରକ୍ଷା ପ୍ରଦାନ କରିବ। ମୁଁ ବଚନ ଦେଇଛି, ମୋର ବଚନକୁ ରକ୍ଷା କରିବାକୁ ପଡ଼ିବ। ମୋର ଶପଥକୁ ପାଳନ କରିବାକୁ ପଡ଼ିବ। ତୁମେ ମୋର ପତ୍ନୀ ଦେବ ନା? ଅର୍ଜୁନ କ'ଣ କହିବେ? ନିଜର ଜ୍ୟେଷ୍ଠ ଭ୍ରାତାଙ୍କୁ କହିଲେ। ଜ୍ୟେଷ୍ଠ ଭ୍ରାତା କ'ଣ କରିବେ? ଭୀମସେନକୁ କହିଲେ, ତେବେ ଚିନ୍ତନ କରନ୍ତୁ। ସୁଭଦ୍ରା, ଜଗନ୍ନାଥ, ବଳରାମ, ସୁଭଦ୍ରା। ବଳରାମ ହେଉଛି ଶେଷନାଗଙ୍କର ଅଂଶବିଶେଷ, ରୁଦ୍ରଙ୍କର ଅଂଶବିଶେଷ। ସୁଭଦ୍ରା ହେଉଛି ବ୍ରହ୍ମଦେବଙ୍କର ଅଂଶବିଶେଷ। ଅର୍ଜୁନ ଆପଣମାନେ ଜାଣିଛନ୍ତି ଇନ୍ଦ୍ରଦେବଙ୍କର ଅଂଶବିଶେଷ। ଭୀମସେନ ପବନ ଦେବତାଙ୍କର ଅଂଶବିଶେଷ। ଯୁଧିଷ୍ଠିର ଧର୍ମରାଜ ଯମଙ୍କର ଅଂଶବିଶେଷ। ଚାରୋଟି ଶକ୍ତି ରହିଲା। ଆଉ ଚାରୋଟି ଶକ୍ତି ଅଭାବ ରହିଛି ନା। ସେପଟେ ଯାଦବ ସେନାମାନେ ପହଞ୍ଚି ସାରିଛନ୍ତି ଆକ୍ରମଣ କରିବା ପାଇଁ। ଦଣ୍ଡି ରାଜା ରହିଛନ୍ତି। ସେହି ଅପ୍ସରା ରୂପୀ ଘୋଡ଼ା ସେ ମଧ୍ୟ ଉପସ୍ଥିତି ଜାହିର କରିଥିଲେ। ଶ୍ରୀକୃଷ୍ଣ, ବଳରାମ ଉପସ୍ଥିତି ଜାହିର କରିଥିଲେ। 4 ପୁଣି 2 6 ହେଲା। ହରଗୌରୀ ମଧ୍ୟ ଉପସ୍ଥିତି ଜାହିର କରିଥିଲେ। 8ଟି ଶକ୍ତିର ମିଳନ ଘଟିଲା। ଯେତେବେଳେ ଉପସ୍ଥିତି ଜାହିର କଲେ, ପରସ୍ପର ମଧ୍ୟରେ ଯୁଦ୍ଧର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିଲା। ଠିକ୍ ଏହି ସମୟରେ ଉର୍ବଶୀ ରୂପୀ ଘୋଡ଼ାଟି ଅଷ୍ଟଶକ୍ତିର ମିଳନ ରୂପକୁ ଦେଖିନେଲେ ନା। ଆଉ ରହିବେ କି? ଅପ୍ସରା ରୂପରେ ରୂପାନ୍ତରିତ ହେଲେ। ଘୋଡ଼ାରୁ ଅପ୍ସରା ହୋଇଗଲେ ଏବଂ ସ୍ୱଧାମକୁ, ସ୍ୱର୍ଗପୁରକୁ ଗମନ କଲେ। ଠିକ୍ ଏହି ସମୟରେ ନାରଦ ମୁନି ଉପସ୍ଥିତି ଜାହିର କଲେ, ଅଟକି ଯାଅ, ଅଟକି ଯାଅ, ରହିଯାଅ, ରହିଯାଅ। କାହା ପାଇଁ ସମର ଚାଲିଛି? ସେଇ ଘୋଡ଼ା ପାଇଁ ସମର ଚାଲିଛି ନା। ଘୋଡ଼ା କାହିଁ? ସେଇ ଅଷ୍ଟଶକ୍ତି ଦେଖିଲେ ଘୋଡ଼ାଟି ଉର୍ବଶୀ ରୂପରେ ରୂପାନ୍ତରିତ ହୋଇ ସମସ୍ତଙ୍କୁ ପ୍ରଣାମ କରି ସ୍ୱଧାମ ସ୍ୱର୍ଗପୁରକୁ ପ୍ରତ୍ୟାଗମନ କଲେ। ଅର୍ଥାତ୍ ଦୁର୍ବାସା ମୁନିଙ୍କ ଠାରୁ ଅଭିଶାପ ପାଇଥିଲେ। ଅଭିଶାପରୁ ମୁକ୍ତି ପାଇଗଲେ। ଆଉ ଯୁଦ୍ଧ ହେବ କି? ଅଟକିଗଲା। ସୁନ୍ଦର କାହାଣୀଟେ ରହିଥିଲା। ଏତିକି କହି ଆଜି ପାଇଁ ବିରତି ନେଉଛି। ଜୟ ଜଗନ୍ନାଥ।